କୁହାଯାଏ ଯେ ମଣିଷ ଯେତେ ଶୀଘ୍ର ଶୀଘ୍ର ଉନ୍ନତିର ସିଡ଼ି ଚଢ଼ିଥାଏ ସେତେ ଶୀଘ୍ର ଶୀଘ୍ର ଶତ୍ରୁ ଉତ୍ପନ୍ନ ହୋଇଥାନ୍ତି। ଏହା ହେଉଛି କଳିଯୁଗ। ଆଉ ଏହି କଳିଯୁଗରେ ଏମିତି ହେବା ବଡ଼ କଥା ନୁହେଁ। ଏକ ବ୍ୟକ୍ତି ଅନ୍ୟ ଏକ ବ୍ୟକ୍ତିର ସଫଳତାରେ ଖୁସି ହେବା ପରିବର୍ତ୍ତେ ତା ପ୍ରତି ଜ୍ୱଳନର ଭାବ ରଖିଥାଏ। ଆଉ ଜ୍ୱଳନ ଯୋଗୁଁ ସେ ସାମ୍ନା ବ୍ୟକ୍ତିର ଶତ୍ରୁ ହୋଇଯାଏ। ଆଉ ସବୁ ପରିସ୍ଥିତିରେ ସଫଳ ବ୍ୟକ୍ତିକୁ ତଳେ ପକାଇବା ପାଇଁ ଲାଗି ରହିଥାଏ। ଆଉ ଏପରି ଶତ୍ରୁକୁ ସାମ୍ନା କରିବା ପାଇଁ ଏହି ପ୍ରଶ୍ନ ଉଠିଥାଏ କି ଆମେ ତାଙ୍କୁ କିପରି ସାମ୍ନା କରିବା, ଏଥିରୁ ରକ୍ଷା ପାଇବାର ଉପାୟ ଭାବିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ନୀତିକୁ ଯଦି ଅନୁସରଣ କରିବେ ତ ଶତ୍ରୁ ଆପଣଙ୍କୁ ହରାଇବା ପାଇଁ ସବୁ ଚେଷ୍ଟା ବିଫଳ ହୋଇଯିବ। ଆଚାର୍ଯ୍ୟ ଚାଣକ୍ୟ ମାନବ ଜୀବନ ସମ୍ବନ୍ଧୀୟ ସବୁ ପରିସ୍ଥିତିରେ ତାଙ୍କ ନୀତିରେ କହିଛନ୍ତି, ତାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ହେଉ କି ଶିକ୍ଷା, ମିତ୍ରତା ଅବା ବ୍ୟବସାୟ ଅବା ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଆଦର୍ଶ ରାଜା ସେ ହୋଇଥାନ୍ତି ଯାହାଙ୍କ ମନ, ଶରୀର ଓ ଆତ୍ମା ତିନୋଟି ଯାକ ଦୃଢ଼ ହୋଇଥାଏ। କାହିଁକି ନା ଯଦି ରାଜା ଶରୀରରେ ଦୁର୍ବଳ ହୋଇଥାଏ, ନା ନିଜ ସେନାକୁ ସମ୍ଭାଳି ପାରିବେ ନା ରାଜ୍ୟର ସୀମାକୁ ସମ୍ଭାଳି ପାରିବେ। ଯଦି ତାଙ୍କ ମନ ନିର୍ବଳ ଓ ଅସ୍ଥିର ହୋଇଥାଏ ତ ସେ ନିଜ ଚିନ୍ତାରେ ପରାଜିତ ହୋଇଥାନ୍ତି। ଆଉ ଯଦି ତାଙ୍କ ଆତ୍ମା ନିର୍ବଳ ହୋଇଥାଏ ତ କେମିତି ନିଜ ଦୁର୍ବଳ ପ୍ରଜାଙ୍କର ପାଳନ କରିବେ। ନିୟତି କହିଥାଏ କି ଅଧିକରୁ ଅଧିକ ପାଇବା ପାଇଁ ବହୁତ ସଙ୍କଟର ସାମ୍ନା କରିବାର ଦାୟିତ୍ୱ ଉଠାଇବାକୁ ପଡ଼ିଥାଏ। କିଛି ଲୋକମାନେ ସେହି ଦାୟିତ୍ୱ ଉଠାଇବାକୁ ଚାହିଁନଥାନ୍ତି। ଜୀବନ ଯେମିତି ଚାଲୁଛି ବାସ୍ ସେମିତି ବଞ୍ଚିଥାନ୍ତି। ଆଉ ଯେଉଁମାନେ ପ୍ରଗତି କରିବା ପାଇଁ ଚାହିଁଥାନ୍ତି, ଉପରକୁ ଉଠିବା ପାଇଁ ଚାହିଁଥାନ୍ତି, ଯାହା କିଛି ତାଙ୍କ ପାଖରେ ଥାଏ ତାକୁ ବି ବାଜିରେ ଲଗାଇବାକୁ ଡରି ନଥାନ୍ତି। ସମ୍ଭାବନା ଥାଏ ହାରିଯିବାର, କିଛି ନ କରି ପାଇବାର, କିନ୍ତୁ ଏହି ଯେଉଁ କିଛି କରି ଦେଖାଇବାର ଚେଷ୍ଟା ହୋଇଥାଏ ଏହା ତାଙ୍କୁ ଅନ୍ୟଠାରୁ ଅଲଗା କରିଥାଏ। ହୁଏତ ସେ ହାରିଯାଇପାରନ୍ତି, କିନ୍ତୁ ଏହି ସନ୍ତୋଷ ତାଙ୍କଠାରୁ କିଏ ଛଡ଼ାଇ ପାରିବ କି ସେ କିଛି ଭଲ କରି ଦେଖାଇବା ପାଇଁ ଚେଷ୍ଟା ତ କଲେ। ସମୟ ପୂର୍ବରୁ ବ୍ୟର୍ଥ କାଳ୍ପନିକ ଚିନ୍ତା ମୂର୍ଖତା ହୋଇଥାଏ। ଜୋଶ ରଖିବା ଭଲ ହୋଇଥାଏ, କିନ୍ତୁ ମନେ ରଖନ୍ତୁ ବଡ଼ ବଡ଼ ଯୋଦ୍ଧା ମାଡ଼ ଖାଇଯାଆନ୍ତି ଯେବେ ସେ ଜୋଶରେ ହୋସ ହରାଇ ବସିଥାନ୍ତି। ଯୁଦ୍ଧର ପ୍ରଥମ ନିୟମ ହେଉଛି ନିଜ ଯୁଦ୍ଧ ବାଛିବା ଶିଖନ୍ତୁ। କେବେ କେଉଁଠି କାହା ସହ ଯୁଦ୍ଧ ନୀତି କହିଥାଏ କି ପ୍ରହାର ସର୍ବଦା ସୁଯୋଗ ଦେଖି ହିଁ କରନ୍ତୁ। ବିଜୟ ଶୀଘ୍ର ମିଳିବ, କିନ୍ତୁ ଧ୍ୟାନ ରଖନ୍ତୁ ଏକାଗ୍ରତା ଜାରି ରହିବା ଉଚିତ। କଠିନ ପଥରେ ଚାଲିବା ବେଳେ କେତେଥର ଧୈର୍ଯ୍ୟ ଭାଙ୍ଗିଯାଏ, ହୃଦୟ ବିଚଳିତ ହେବାକୁ ଲାଗିଥାଏ। ଆଉ ବେଳେବେଳେ ଆପଣ ନିଜକୁ ପ୍ରଶ୍ନ ପଚାରିଥାନ୍ତି, କିନ୍ତୁ ଆପଣଙ୍କ ଧ୍ୟାନ ସବୁବେଳେ ଲକ୍ଷ୍ୟ ଉପରେ ରହିଥାଏ, ତାହା ଆପଣଙ୍କଠାରୁ କେତେ ଦୂରରେ ଥାଉ ନା କାହିଁକି। ଯଦି ଆପଣ ଏକାଗ୍ରଚିତ ହୋଇପାରିବେ, ନିଜ ଶରୀର ସହ ନିଜ ମନ ଉପରେ ବି ଏକାଗ୍ର ରଖିବେ ତ ଏକ ସାଧାରଣ ଶରୀର ବି ଅସାଧାରଣ କାର୍ଯ୍ୟ କରିପାରେ। ତେଣିକି ଯେତେ ପୀଡ଼ା ହେଉନା କାହିଁକି, ଯଦି ଆପଣଙ୍କ ମନ ସେହି ପୀଡ଼ାକୁ ସ୍ୱୀକାର କରିବ ନାହିଁ। ଇତିହାସରେ ଏମିତି କେତେ ବୀରଙ୍କ ବିବରଣୀ ଅଛି ଯାହାଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଛି, କିନ୍ତୁ ସେ ଯୁଦ୍ଧରେ ଲଢ଼ୁଥିଲେ, ରକ୍ତର ଶେଷ ବୁନ୍ଦା ପର୍ଯ୍ୟନ୍ତ ଲଢ଼ୁଥିଲେ। ସେହି ଯୋଦ୍ଧାମାନେ ଗୌରବାନ୍ୱିତ ହୋଇଥିଲେ। ନିଦ୍ରା, ଭୋଜନ, ଭୟ ଏହା ନର ପଶୁଠାରେ ସମାନ ହୋଇଥାଏ, କିନ୍ତୁ ଜ୍ଞାନ ଏକା ଏହାଙ୍କ ଭିତରେ ଫରକ ହୋଇଥାଏ। କିଛି ପଶୁମାନେ ମଣିଷଠାରୁ ଅଧିକ ବଳବାନ ଅଟନ୍ତି, କିନ୍ତୁ ପୃଥିବୀ ଉପରେ ଶାସନ ମନୁଷ୍ୟର ହେଉଛି। କିପରି? ବୁଦ୍ଧିରେ। ଆପଣଙ୍କୁ ମଧ୍ୟ ବୁଦ୍ଧିରେ ଯୁଦ୍ଧକୁ ଲଢ଼ିବାକୁ ହେବ। ଯଦି ଆପଣ ନିଜ ଲକ୍ଷ୍ୟକୁ ପୁରା ଏକାଗ୍ରତା ସହ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତ ସେ ଆତ୍ମିକ ବଳ ତାହା କରି ଦେଖାଇଥାଏ, ଯାହା ସାଧାରଣ ଲୋକକୁ ଏହା ଅସମ୍ଭବ ଲାଗିଥାଏ। ଜଣେ ମହାନ ଯୋଦ୍ଧା ସେ ହୋଇଥାଏ ଯିଏ ଛୋଟ ଯୁଦ୍ଧର ବିଜୟ ଉତ୍ସବରେ ସମୟ ନଷ୍ଟ ନ କରି ଆଗ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଯୋଜନା କରିବାକୁ ଲାଗିଯାନ୍ତି। ବ୍ୟକ୍ତି ଯେବେ ଆଗକୁ ବଢ଼ିବା ପାଇଁ ସ୍ଥିର କରିଥାଏ ତ ସର୍ବପ୍ରଥମେ ସେ ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରିଥାଏ। ଆଉ ଯେବେ ସେ ବ୍ୟକ୍ତି ଲକ୍ଷ୍ୟ ଆଡ଼କୁ ବଢ଼ିଥାନ୍ତି ତ ସେ ଯାତ୍ରାରେ ବାହାରିଯାଆନ୍ତି, ତ ମାର୍ଗ ତାଙ୍କୁ ଶିଖାଇଥାଏ, ପୋଷଣ ଦେଇଥାଏ, ଆଉ ଏହି ଅନୁଭବ ତାଙ୍କ ପୁଞ୍ଜି ହୋଇଥାଏ। ମାର୍ଗରେ ଚାଲି ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚା ଯାଇଥାଏ, ଆଉ ମିଳିବାକୁ ଥିବା ବସ୍ତୁ ମାତ୍ର ସାଙ୍କେତିକ ଉପଲବ୍ଧ ହୋଇଥାଏ। ବାସ୍ତବିକ ଉପଲବ୍ଧି ହୋଇଥାଏ ମାର୍ଗରେ ମିଳୁଥିବା ଶିକ୍ଷା। ମାର୍ଗରେ ଆସୁଥିବା ସବୁ ସଙ୍କଟ ବା ସମସ୍ୟାର ସମାଧାନ କରୁ କରୁ ଯାହା ସେ ହୋଇଯାଆନ୍ତି, ସେ ଯାତ୍ରା କରିବା ପୂର୍ବର ବ୍ୟକ୍ତିଠାରୁ ବଡ଼ ହୋଇଥାନ୍ତି। ଏଥିପାଇଁ ଯେତେ ଦୁର୍ଗମ ନିଜ ଯାତ୍ରାରେ ହୋଇଥାଏ ସେତିକି ଉଜ୍ଜଳ ହୋଇଥାଏ ସେ ବ୍ୟକ୍ତି। ଚାଣକ୍ୟ କହିଲେ, ଚନ୍ଦ୍ରଗୁପ୍ତ, ଯୁଦ୍ଧ ଖଣ୍ଡାରେ ଜିତାଯାଏ
କିନ୍ତୁ ସଂସାର ଶବ୍ଦରେ ଜିତା ଯାଇଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଯଦି ସମାଜରେ ସମ୍ମାନ ପାଇବାକୁ ଚାହୁଁଛନ୍ତି, ଶତ୍ରୁକୁ ପରାଜିତ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି 4ଟି କାମ କରନ୍ତୁ ନାହିଁ। ପ୍ରଥମ, ନିଜ ଧର୍ମ ଛାଡ଼ନ୍ତୁ ନାହିଁ। ଦ୍ୱିତୀୟ, ଧୈର୍ଯ୍ୟ ହରାନ୍ତୁ ନାହିଁ। ତୃତୀୟ, ଲୋକଙ୍କ କଥା ଶୁଣନ୍ତୁ ନାହିଁ। ଚତୁର୍ଥ, ଦୁଷ୍ଟ ଉପରେ ଭରସା କରନ୍ତୁ ନାହିଁ। ତେବେ ଏହି କଥାକୁ ଚାଲନ୍ତୁ ଜାଣିବା ଚାଣକ୍ୟ କ'ଣ କହିଛନ୍ତି ବିସ୍ତାର ଭାବରେ। କିନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଆପଣଙ୍କୁ ଅନୁରୋଧ କି ଭିଡ଼ିଓକୁ ଲାଇକ୍ ଏଣ୍ଡ ସବସ୍କ୍ରାଇବ୍ କରନ୍ତୁ, ହେଲେ ମୋର ଆପଣଙ୍କ ପାଇଁ କରିଥିବା ପରିଶ୍ରମ ସାର୍ଥକ ହେବ। ତେବେ ଚାଲନ୍ତୁ ଜାଣିବା। ପ୍ରଥମ, ସବୁବେଳେ ଧର୍ମର ଜୟ ହୋଇଥାଏ ଓ ଅଧର୍ମର ବିଜୟ ହୋଇଥାଏ। ସେଥିପାଇଁ ବ୍ୟକ୍ତିକୁ ଧ୍ୟାନ ଦେବା ଆବଶ୍ୟକ କି କ୍ରୋଧ ସମୟରେ ବି ଧର୍ମକୁ ଛାଡ଼ି ଅଧର୍ମ ମାର୍ଗରେ ଚାଲିବା ଉଚିତ ନୁହେଁ। କାହିଁକି ନା ବ୍ୟକ୍ତି କିଛି ବି ଉପାୟ କରିନେଉ ସେ ଧର୍ମକୁ କେବେ ବି ପରାଜୟ କରିପାରିବ ନାହିଁ। ଏଥିପାଇଁ ଧର୍ମ ବିରୋଧରେ ଠିଆ ହେବା ଲୋକର ବିନାଶ ହୋଇଥାଏ। ଯେମିତି 100 କୌରବଙ୍କୁ ପଞ୍ଚୁ ପାଣ୍ଡବ ନଷ୍ଟ କରିଦେଇଥିଲେ। ଏଥିପାଇଁ କେବେ ବି ଧର୍ମର ରାସ୍ତା ଛାଡ଼ିବା ଉଚିତ ନୁହେଁ। ଦ୍ୱିତୀୟ ହେଉଛି, ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। କାହିଁକି ନା କ୍ରୋଧ ସମୟରେ ବ୍ୟକ୍ତି ଏମିତି ଭୁଲ କରିଦେଇଥାନ୍ତି ଯେଉଁଥିପାଇଁ ତାଙ୍କୁ ପଛରେ ପଶ୍ଚାତାପ କରିବାକୁ ପଡ଼ିଥାଏ। ଯେତେବେଳେ ଶତ୍ରୁ ଦେଖିଥାଏ ଯେ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରୁନାହାନ୍ତି, ସେତେବେଳେ ସେ ଆପଣଙ୍କୁ ଅତ୍ୟଧିକ କ୍ରୋଧିତ କରିବା ପାଇଁ ଉସ୍କାଇଥାଏ। କାରଣ ଉସ୍କାଇବା ଶତ୍ରୁର ହତିଆର ହୋଇଥାଏ। ସେଥିପାଇଁ ସେ ସବୁବେଳେ ଉସ୍କାଇବା ପାଇଁ ଚେଷ୍ଟା କରିଥାଏ। ହେଲେ ଆପଣ କ୍ରୋଧରେ ଆସି ଏମିତି କିଛି ପଦକ୍ଷେପ ନେଇଯିବେ ଯେଉଁଥିରେ ସେ ଫାଇଦା ଉଠାଇ ପାରିବ। ଶତ୍ରୁର ଏହି ଷଡ଼ଯନ୍ତ୍ରରୁ ରକ୍ଷା ପାଇବା ପାଇଁ ଚାଣକ୍ୟ ଆମକୁ ଏହି ଉପଦେଶ ଦେଇଛନ୍ତି କି ଯେବେ ଶତ୍ରୁ ଆପଣଙ୍କୁ ଉସ୍କାଇବା ପାଇଁ ଚେଷ୍ଟା କରିବ, ସେତେବେଳେ ନିଜ କ୍ରୋଧକୁ ଏମିତି ସୀମିତ କରିନେବା ଉଚିତ ଯେପରି କଇଁଛ ନିଜ ଶରୀରକୁ ନିଜ ଖୋଳପା ଭିତରେ ସଙ୍କୁଚିତ କରିନିଏ। ତା ସହ ସେପରି ପରିସ୍ଥିତିରେ ଶତ୍ରୁକୁ ତୁରନ୍ତ କୌଣସି ଜବାବ ଦେବା ଉଚିତ ନୁହେଁ, ବରଂ ଧୈର୍ଯ୍ୟ ଧରି କାମ କରିବା ଉଚିତ ଓ ଉଚିତ ସମୟ ଆସିଲେ ନିଜ ପୂର୍ଣ୍ଣ ଶକ୍ତି ଦ୍ୱାରା ପ୍ରହାର କରିବା ଉଚିତ। ତୃତୀୟ ହେଉଛି, ଲୋକଙ୍କ ପାଇଁ ବଧିର ହୋଇଯାଆନ୍ତୁ। ଯେଉଁ ଲୋକମାନେ ଆପଣଙ୍କ ମନୋବଳକୁ ବଢ଼ାଇଥାନ୍ତି, ଭଲ ଉପଦେଶ ଦେଇଥାନ୍ତି ଓ ଆଗକୁ ବଢ଼ିବା ପାଇଁ ପ୍ରେରିତ କରିଥାନ୍ତି, ସେମାନଙ୍କ କଥା ତଥା ସମସ୍ତ ଉପଦେଶକୁ ଧ୍ୟାନ ଦେଇ ଶୁଣନ୍ତୁ ଓ ବିଚାର କରନ୍ତୁ। କିନ୍ତୁ ଯେଉଁ ଲୋକ ଆପଣଙ୍କ ଖରାପ ଚାହିଁଥାନ୍ତି, ଆପଣଙ୍କ ବିଷୟରେ ଖରାପ କଥା କହିଥାନ୍ତି, ଆପଣଙ୍କ ମନୋବଳକୁ ଭାଙ୍ଗିଥାନ୍ତି, ଆପଣଙ୍କ ମସ୍ତିଷ୍କରେ ନକାରାତ୍ମକ କଥା ଭରିଥାନ୍ତି, ଏମିତି ଲୋକଙ୍କ ପାଇଁ ଆପଣ ବଧିର ହୋଇଯିବା ହିଁ ଉତ୍ତମ ହୋଇଥାଏ। ଅର୍ଥାତ୍ କୌଣସି ବ୍ୟକ୍ତି ଯଦି ଆପଣଙ୍କୁ ଏହା କହିବା ପାଇଁ ଚେଷ୍ଟା କରିଥାଏ କି ଆପଣ ଏହି କାମ କରିପାରିବେ ନାହିଁ, ତ ଆପଣ ଏହି କଥାକୁ ଗୋଟିଏ କାନରେ ଶୁଣି ଆର କାନରେ ବାହାର କରିଦେବା ଉଚିତ। ତାଙ୍କୁ ଏମିତି ଦେଖାଇବା ଉଚିତ କି ତାଙ୍କ କଥାର କୌଣସି ପ୍ରଭାବ ଆପଣଙ୍କ ଉପରେ ପଡ଼ୁନାହିଁ। ଯେଉଁ ବ୍ୟକ୍ତିକୁ ନିଜ ଯୋଗ୍ୟତା ଉପରେ ସନ୍ଦେହ ହୋଇଥାଏ, ସେ ଅନ୍ୟକୁ ଏହିପରି କଥା କହିଥାନ୍ତି କି ଆପଣଙ୍କ ଦ୍ୱାରା ଏହା ହେବ ନାହିଁ, ଏହା ଆପଣ କେବେ କରିପାରିବେ ନାହିଁ। ସବୁ ମଣିଷର ଜୀବନରେ ଖରାପ ଚାହୁଁଥିବା ଲୋକ ନିଶ୍ଚିତ ଥାନ୍ତି ଆଉ ଆପଣଙ୍କୁ ପ୍ରତ୍ୟେକ ପାହାଚରେ ହତୋତ୍ସାହ କରିବା ପାଇଁ ଚେଷ୍ଟା କରିଥାନ୍ତି ଆଉ ଆପଣ ତାଙ୍କ କଥା ଶୁଣି ହାର ମାନି ନିଅନ୍ତି ଅବା ଏହି କଥାକୁ ଅଣଶୁଣା କରି ସଫଳତାର ଶୀର୍ଷରେ ପହଞ୍ଚି ତାଙ୍କୁ ମୁହଁତୋଡ଼ ଜବାବ ଦେଇଥାନ୍ତି। ଏହି ଦୁଇଟି ଜିନିଷ ଆପଣଙ୍କ ଉପରେ ନିର୍ଭର କରିଥାଏ। ଚତୁର୍ଥ ହେଉଛି, ଦୁଷ୍ଟ ବ୍ୟକ୍ତି ଉପରେ କେବେ ବି ଭରସା କରନ୍ତୁ ନାହିଁ। ଦୁଷ୍ଟ ବ୍ୟକ୍ତିର ସ୍ୱଭାବ କେବେ ବଦଳି ନଥାଏ। ଆପଣ ତାଙ୍କ ସହ କେତେ ବି ଭଲ ବ୍ୟବହାର କରନ୍ତୁ ନା କାହିଁକି, କିନ୍ତୁ ଦୁଷ୍ଟ ସବୁବେଳେ ଦୁଷ୍ଟ ହିଁ ରହିଥାଏ। ଦୁଷ୍ଟ ବ୍ୟକ୍ତିଠାରୁ ବିଷଧର ଏହି ଦୁନିଆରେ ଆଉ କେହି ହୋଇ ନପାରେ। କାହିଁକି ନା ସାପର ବିଷ ତାର ଦାନ୍ତରେ ହୋଇଥାଏ, ବିଛାର ବିଷ ତାର ଲାଞ୍ଜରେ ହୋଇଥାଏ, କିନ୍ତୁ ଦୁଷ୍ଟ ବ୍ୟକ୍ତିର ପ୍ରତ୍ୟେକ ଅଙ୍ଗରେ ବିଷ ଭରି ହୋଇଥାଏ। ଏଥିପାଇଁ ଦୁଷ୍ଟ ଉପରେ ଭରସା କରିବା ବହୁତ ବଡ଼ ଭୁଲ ହୋଇଥାଏ। ବାସ୍ତବରେ ଦୁଷ୍ଟ ବ୍ୟକ୍ତି କେବେ କାହାର ବନ୍ଧୁ ହୋଇପାରନ୍ତି ନାହିଁ। ଏଥିପାଇଁ ଚାଣକ୍ୟ ଦୁଷ୍ଟ ବ୍ୟକ୍ତି ସହ ଠିକ୍ ସେହିପରି ବ୍ୟବହାର କରିବା ଉଚିତ କହିଛନ୍ତି ଯେପରି ଏକ ବିଷଧର ସାପ ସହ କରାଯାଇଥାଏ। ଅର୍ଥାତ୍ ଯେପରି ସାପର ଫଣାକୁ ଦଳି ଦିଆଯାଏ, ଠିକ୍ ସେହିପରି ଦୁଷ୍ଟ ବ୍ୟକ୍ତି ସହ କରାଯିବା ଉଚିତ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେପରି ହାତରେ ବିଷ ବ୍ୟାପିଯାଏ ତ ହାତ କାଟି ଦିଆଯାଏ, କାହିଁକି ନା ଯଦି ସେ ବିଷ ଭରା ହାତକୁ କାଟି ନ ଦିଆଯାଏ ତ ତାର ବିଷ ପୁରା ଶରୀରରେ ବ୍ୟାପିଯାଏ, ଯେଉଁଥିରେ ଶରୀରର ଅନ୍ୟ ଅଙ୍ଗର କ୍ଷତି ହେବ, ବରଂ ସେଥିପାଇଁ ସେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ। ବାସ୍ତବରେ ଚାଣକ୍ୟ ଏହା କହିବା ପାଇଁ ଚାହାନ୍ତି ଯେ ଏମିତି ମଣିଷ ଯିଏ ଆପଣଙ୍କର ବହୁତ ନିକଟବର୍ତ୍ତୀ, ଯଦି ତାଙ୍କ ବିଷୟରେ ଏହା ଜଣାପଡ଼ିଲା କି
से भितरे भितरे आपणकर खराब चाहूँगी तो से मनीष ठारू तुरंत दूरे जावा आवश्यक कहीं यह से शत्रु होता है जी आपण को सबुठारु अधिक गभीर क्षति पहुंचाई थांदी। एही शत्रु आपणकर केही बंधु भाई और संपर्क मध्य होई पारंती। वास्तव में एमाने आपण को यह देखाई थांती कि सेमाने आपणकर बहुत निजर अटंती किंतु भितरे भितरे से आपण को असीम घृणा करिथांती। ता पूर्वरु से आपण को एही घृणा रूपी नियारे भस्म करदेबे। आपण सेहीपरि लोकंक ठारू निजको दूरेई दियंतु। जो व्यक्ति निज अहंकार छाड़ती नहीं दिने तांको समस्ते छाड़ी दियंती। केबे केबे खराब लोकंक चिकित्सा भी खराब प्रकार रे करियाको पड़िथाए। आगरु लोके परस्पर साहस बढ़ाउथिले आउ आजी लोके चिंता बढ़ाउछंती। निज उपरे भरोसा रखंतु। आपण जीवनर एही परिस्थिति को सेहीपरि पार करनेबे जेमिति जीवनर एबे पर्यंत सब परिस्थिति को पार करछंती। बहुत भिड़रे चलंतु नहीं, निज रास्ता निजे बाछंतु और लोकंकु जीति करी देखांतु। आजिर भिडियोटी आपनकु किपरि लागिला कमेंट करी जणाइबे। वीडियो भल लागिले लाइक कमेंट शेयर एंड सब्सक्राइब करंतु। धन्यवाद।